ଜଗନ୍ନାଥ। ଆଜି ଛୁଆ ଭଲ କଥା ମନେ ରଖ। ଆଜି ଆଲୋଚନା କରିବା କଳିରେ କଳଙ୍କି ରୂପ। କଳିରେ କି ରୂପ? କଳଙ୍କି ରୂପ। ये जो कलंकी रूप कथा तुमको छुआ मन रखिथाओ, ये गोटे विचित्र लीला। प्रभु जहाँ मालिका शास्त्र प्रमाण जहाँ मन को प्रभु कौन है भक्त अंगे आड़े खेलिए सियाड़े कौन है निजे बसते गुप्त हो सब देखु कलंकी लीला निश्चिंत हम कली जुगे कि लीला ना कलंकी लीला। किंतु ठाकुर अभिनव सुंदर अभिराम परमहंस हूँ कि अच्युत हूँ अभिराम परमहंस कहते 32 अवतार कली भागवत से प्रमाण कहीं गोटे कथा मन रख पिले अवतार अवतारी प्रभु अवतार हेबे 10 अवतारी हेबे 22 एमती के 32 अवतार अवतारी मिशीगले के 32 से ठाकुर कहते सदचित आनंद गिरिधारी श्याम गुणी गुण निर्गुण सगुण राम अवतारी अवतार सब तुम्हें राम राम यदि राम यदि राम यदि राम से अवतार निज अवतारी मिशीगले के ना 32 अवतार किंतु मुख्यतः भाव गले 10 अवतार। 10 अवतार कौन जुग है 4 अवतार है 10 बड़ कथा मन रखी जुग है 4 अवतार है 10 कौन ना सत्य जुगे जो ठाकुर आसिले से 4 नाम धरिकी आसिले नरसिंह दानव रही कैसे ना हिरण्यक्ष 4 सेमती अवतार है 4 मत्स्य कूर्म बराह नरसिंह तापर आसिला त्रेता युग ठाकुर पुणी आसिले नाम है कौन 3 अक्षर किए से श्रीराम दानव है किए से रावण अवतार होती 3 बामन परशुराम श्रीराम त्रेता गला द्वापर जुग आइला द्वापर जुग प्रभु कौन है 2 अवतार है 2 अवतार कौन है कृष्ण आ बुद्ध दानव हेले किए से ना कंस सब 2 बुझीगला ना कली जुगे प्रभु शेष समय अवतार हेबे कौन ना कल्की अवतार एमती 10 अवतार देख सत्य हेले 4 अवतार त्रेता हेले 3 अवतार द्वापर हेले 2 अवतार कली हेले 1 अवतार मिसिके 10 अवतार। किंतु महापुरुष माने कहते प्रमाण देइछंती अच्युतंकर जायफुल मालिका देखियो से नेकिछंती कली रे प्रभुंकर हम 3 जन्म कौन तुम धर ठीक 3 जन्म ठीक कली अवतार भी ठीक 3 जन्म जो हेबे से कौन गुरु रूप जगत रे धर्म रक्षा करिया पई कौन हेबे से आविर्भूत हेबे से जायफुल मालिका कहले कली रे 3 जन्म हेबे परा प्रभु सेनारायण लो जायफुल केही बुझिबो यार मर्म कहले प्रभु कली रे 3 अवतार हेबे को रूप ना गुरु रूप ताकू केही जानी परिबे नहीं से जो गुरु रूप रे 3 अवतार हेबे बा अवतारी पुरुष हेबे
ତାପରେ କଳ୍କି ଅବତାର ହେବ। ସେ ଗୁରୁ ରୂପରେ ଅବତାର କଣ? ଗରୁଡ଼ କଳ୍ପ ଖୋଲିକି ମହାପୁରୁଷ ଲେଖିଛନ୍ତି। ସବୁ ତ କହିହବନି, କିଛି ଲୁଚେଇବାକୁ ପଡୁଛି। ପ୍ରଥମ ଅବତାର କଣ, ଦ୍ୱିତୀୟ ଅବତାର କଣ, ତୃତୀୟ ଅବତାର କଣ, ଚତୁର୍ଥରେ ହେବେ କଳ୍କି ଅବତାର। ମୁଁ କହୁନି, ମହାପୁରୁଷ ନିଜେ କହିଛନ୍ତି। ଗୁରୁ ରୂପେ ଖେଳ ତିନି ଅବତାର ତଦନ୍ତେ ଭୀମ ରୂପ। ଭୀମ ରୂପ ବୋଧେ ଉଗ୍ର ରୂପ ବା କଳଙ୍କି ରୂପ। କହିଲେ ଗୁରୁ ରୂପରେ ତିନି ଅବତାର ଖେଳ ହବ, ତଦନ୍ତରେ କଳ୍କି ଅବତାର ଭୀମ ରୂପ ଉଗ୍ର ରୂପ ବାବିଶ୍ୱ ରୂପ ଧାରଣ କରିବେ। କରାଳ ରୂପରେ କଣ କରିବେ? ଦୁଷ୍ଟଙ୍କୁ ସଂହାର କରିବେ। ମ୍ଲେଚ୍ଛ ନାଶ ଯିବେ, ଦୁଷ୍ଟ ନ ରହିବେ ଏ ବାଣୀ, ଇଏ ଅଟେ କଳ୍କି ସ୍ୱରୂପ। ଇଏ ହଉଛି କଳ୍କି ସ୍ୱରୂପ ମାନେ ଭୀମ ରୂପ। ଗୁରୁ ରୂପେ ଖେଳ ତିନି ଅବତାର ତଦନ୍ତେ ଭୀମ ରୂପ। କହିଲେ ଗୁରୁ ରୂପରେ ଆମେ 3 ଥର ଅବତାର ହବୁ, ତାପରେ କଳ୍କି ଅବତାର। ସେ ଗୁରୁ ରୂପରେ 3 ଅବତାର କଣ? ଗରୁଡ଼ କଳ୍ପ ଶାସ୍ତ୍ର ତାକୁ ପ୍ରମାଣ ଦେଲା। କହିଲେ ଧର୍ମଜ୍ଞାନୀ ହେବ ଶୁଣ ହେ ଗରୁଡ଼, କହୁଛି ଭାରତ ଭୂଇଁ, ସେହି କାଳେ ମୁଇଁ ମର୍ତ୍ତ୍ୟ ଜନମିବି, ନାମ ମୋ ହେବନି ମାଇଁ। ମାତା ସଚୀ ଦେବୀ ଗର୍ଭୁ ହେବି ଜାତ, ବଙ୍ଗ ଦେଶରେ ପ୍ରମାଣ, ପଞ୍ଚସଖା ମେଳେ ନାମ ଯେ ପ୍ରଚାର, କରିବି ସେ କାଳେ ପୁଣ। କହିଲେ ହେ ଗରୁଡ଼ ତତେ କହୁଛି ଶୁଣୁ। କିଏ କୃଷ୍ଣ କହୁଛନ୍ତି, ପାର୍ଶ୍ୱ ନାରାୟଣ କହୁଛନ୍ତି। କଳିରେ ମୁଁ କୋଉ ଅବତାର 3 ଅବତାର ଯୋଉ ହେବି, ଶୁଣୁ ଗୁରୁ ରୂପରେ ଆସିବି। ଯେତେବେଳେ ଧର୍ମ ଗ୍ଲାନି ଘଟିବ, ସେ ସମୟରେ ମୁଁ ମର୍ତ୍ତ୍ୟରେ କଣ ହେବି? ଜନ୍ମ ଗ୍ରହଣ କରିବି, ମୋ ନାମ ହବ ନିମାଇ। ମାତା ସଚୀ ଦେବୀ ଗର୍ଭୁ ହେବି ଜାତ, ବଙ୍ଗ ଦେଶରେ ପ୍ରମାଣ। ସଚୀ ଦେବୀଙ୍କର ଗର୍ଭରୁ ମୁଁ କଣ ହେବି? ଜାତ ହେବି। ପଞ୍ଚସଖା ବେଳେ ନାମ ଯେ ପ୍ରଚାର, କରିବି ସେ କାଳେ ପୁଣ। ସେ କାଳରେ ମୁଁ ପଞ୍ଚସଖାଙ୍କ ବେଳେ ନାମ ପ୍ରଚାର ସଂସାର ମଧ୍ୟରେ କରିବି। ତେଣୁ ଚୈତନ୍ୟ ମହାପ୍ରଭୁ ବଙ୍ଗରେ ଜନ୍ମଗ୍ରହଣ କଲେ। ସେ ପଞ୍ଚସଖାଙ୍କୁ ଧରି କଣ କଲେ? ବଙ୍ଗଳାରୁ ଉତ୍କଳ ଆସିଲେ, ନାମ ପ୍ରଚାର କଲେ। ତାପରେ ଦ୍ୱିତୀୟ ଜନ୍ମ କଥା କଣ କହିଲେ? ଦ୍ୱିତୀୟରେ ମୁଇଁ ଜନମ ନବିବି, ନର ଯେ ଅଙ୍ଗକୁ ବହି, 64 ସିଦ୍ଧ ସଙ୍ଗତେ ଖେଳିବି, ପ୍ରଭୁତ ନାମକୁ ବହି। ଓଡ଼ିଶା ଦେଶରେ ଲୀଳାମ ପ୍ରକାଶ, କପିଳାସ ଅନ୍ତରାଳେ, ଏକାକ୍ଷର ଧର୍ମ ପ୍ରଚାର ହୋଇବ, କହୁଛି ସେହି ବେଳରେ। ହେ ଗରୁଡ଼ ଶୁଣୁ, ମୁଁ ପୁଣି କହୁଛି। ଦ୍ୱିତୀୟରେ ମୁଁ ଜନମ ନବିବି, ନର ଅଙ୍ଗକୁ ବହି। ମୁଁ ଦ୍ୱିତୀୟ ବାର ପୁଣି ନର ଅଙ୍ଗକୁ ବହି କଣ କରିବି? ଆବିର୍ଭୂତ ହେବି। ପ୍ରଭୁତ ଗୋସ୍ୱାମୀ ମାନେ ମନେ ରଖିଥାଅ, ନିଜେ ମହିମା ଗୋସ୍ୱାମୀ। ଏଠି ମହାପୁରୁଷ କହୁଛନ୍ତି ସେ ଠାକୁର ଜନ୍ମ ହେବେ। ଆଉ ଅନେକ ଶାସ୍ତ୍ର ମଧ୍ୟ ପ୍ରମାଣ ଦେଇଛନ୍ତି, ପ୍ରମାଣ ଅଛି। ପ୍ରଭୁତ ଗୋସ୍ୱାମୀ ହଉଛନ୍ତି ଅଜନୀ ସମ୍ଭୂତ ବୋଲି। ଯାହା ହେଉ, ଦ୍ୱିତୀୟ ଅବତାର ହେଉଛନ୍ତି କିଏ ସେ? ନା, ସେ ନରଙ୍ଗକୁ ଯେତେବେଳେ ବହିବେ, 64 ସିଦ୍ଧ ସଙ୍ଗରେ ଖେଳିବି, ପ୍ରଭୁତ ନାମ ଯେ ବହି। ପ୍ରଭୁତ ନାମକୁ ବା ପ୍ରଭୁତ ଗୋସ୍ୱାମୀ ନାମକୁ ବହି ମୁଁ 64 ସିଦ୍ଧଙ୍କ ସହିତ ଖେଳା ଲୀଳା ଆରମ୍ଭ କରିବି। ମନେ ରଖୁଥିବା, ଯିଏ ପ୍ରଭୁତ ଗୋସ୍ୱାମୀ ତାଙ୍କୁ ମଧ୍ୟ ଧୂଳିଆ ବୋଲି କୁହନ୍ତି, ତାଙ୍କୁ ମହିମା ଗୋସ୍ୱାମୀ ବୋଲି କୁହନ୍ତି। ସେ ଜଣେ ବ୍ୟକ୍ତି, ତାଙ୍କର ଏମିତି ନାଁ ମଧ୍ୟ ଅଛି। ସେ କୋଉଠି ପରିପ୍ରକାଶ ହେବେ? ନା, ଓଡ଼ିଶା ଦେଶରେ ଲୀଳାମ ପ୍ରକାଶ, କପିଳାସ ଅନ୍ତରାଳେ। କପିଳାସ ବୋଧେ ଢେଙ୍କାନାଳ। କହିଲ ଢେଙ୍କାନାଳର ଅନ୍ତରାଳରେ ବା ନିକଟରେ କଣ ତାଙ୍କର ଲୀଳା ପରିପ୍ରକାଶ। ଏକାକ୍ଷର ଧର୍ମ ପ୍ରଚାର ହୋଇବ, କହୁଛି ସେଇ ବେଳରେ। ସେ ସମୟରେ କଣ ହବ? ଏକାକ୍ଷର ଧର୍ମ ପ୍ରଚାର ହେବ। ବୁଝି ହଉଛି ନା? ଯେତେବେଳେ ପ୍ରଭୁତ ଗୋସ୍ୱାମୀ ଆସିବେ, ଏକାକ୍ଷର ଧର୍ମ ପ୍ରଚାର ହେବ। ତୃତୀୟ ଜନ୍ମ କଣ? ଖାଲି କେତେ ଗୁଡେ କଥା କହି ହଉନି, ଛାଡ଼ିକି ତ ମୁଁ କହୁଛି ପଦଟାକୁ ଆଉ ଉଦ୍ଧୃତ କରିଥିବା ତୁ। ସିଦ୍ଧ ଅଙ୍ଗେ ଆମେ ବିହାର କରିବୁ, ଗୁରୁ ରୂପେ ଅବତାର,
ଅନନ୍ତ ମାଧବ ଲୀଳା ଗୋଟିଏ ଭକତଙ୍କୁ ଅଗୋଚର। କହିଲେ ହେ ଗରୁଡ଼ ଶୁଣୁ ତତେ କହୁଛୁ, ତୃତୀୟ ଜନ୍ମରେ ଆମ୍ଭେ ସିଦ୍ଧ ଅଙ୍ଗରେ ଜଣେ ସିଦ୍ଧ ପୁରୁଷ ଥିବେ, ତାଙ୍କ ଦେହରେ ଆମେ କ'ଣ କରିବୁ? ବିହାର କରିବୁ ବା ଗୁରୁ ରୂପେ ରହିକି ଆମେ ଲୀଳା ଖେଳା ଜ୍ଞାନ ପ୍ରଦାନ କରିବୁ। ସେ ଲୀଳାଟି କ'ଣ ନା ଅନନ୍ତ ମାଧବ ଲୀଳା ଗୋଟିଏ ହେବ ଭକତଙ୍କୁ ଅଗୋଚର। କହିଲେ ଗୋଟେ ଅନନ୍ତ ମାଧବଙ୍କର ମଧ୍ୟ ଗୋଟେ ଲୀଳା ହବ, ଭକ୍ତମାନେ ତାକୁ କେହି ଜାଣିପାରିବେ ନାହିଁ। ଇଏ ଗୁରୁ ରୂପେ 3 ଅବତାର ହେବେ ଏବଂ ତଦନ୍ତରେ କ'ଣ ହେବେ? କଳିକି ଅବତାରଙ୍କର ପରିପ୍ରକାଶ ହେବ। ସିଏ କେବେ ଘଟିବ ତାକୁ ଆଉ ଟିକେ ଆଗରୁ ପୂର୍ବରେ ଆଲୋଚନା କରିବା। ସମୟ ହେଇଗଲାଣି। ଜୟ ଜଗନ୍ନାଥ। ସେ ପ୍ରଭୁଙ୍କ ସଦିଶା ପୂର୍ଣ୍ଣ ହଉ। ବୋଲ ଆନନ୍ଦିକ ବା ହରି।